ଯିବା ଆମ ଗାଁ ପାଖରେ ଥିବା ମା ମଙ୍ଗଳାଙ୍କ ପୀଠକୁ। ସେଠି ତାଙ୍କର ଆଜି ବାର୍ଷିକ ଉତ୍ସବ ପାଳନ ହେଉଛି। ଚାଲନ୍ତୁ ଯିବା ସେଠି ଦେଖିବା କ'ଣ କେମିତି ହେଉଛି। ଆମେ ସେଠି ପହଞ୍ଚିଲା ପରେ ଦେଖିଲୁ ମାଆଙ୍କୁ ଦାଣ୍ଡରେ ପଣା ଦିଆଯାଉଥିଲା, ଆଉ ଭିତରେ ମାଆଙ୍କ ହୋମ ପ୍ରାୟ ସରି ଆସିଥିଲା, ଆଉ କୀର୍ତ୍ତନ ବି ଚାଲିଥିଲା। ଯେହେତୁ ହୋମ ପ୍ରାୟ ସରି ଆସିଥିଲା, ତେଣୁକରି ସମସ୍ତେ ମିଶିକି କଳସ ବିସର୍ଜନ କରିବାକୁ ବି ନେଉଥିଲେ। ତାପରେ ମୁଁ ଯାଇ ମାଆଙ୍କୁ ଦର୍ଶନ କଲି, ଆଉ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଲି। ମା ଆଜି ତାଙ୍କ ଜନ୍ମଦିନରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ନା। ଏଠି ଯାହାକୁ ଦେଖୁଛନ୍ତି ସେ ହେଉଛନ୍ତି ମନ୍ଦିରର ପ୍ରତିଷ୍ଠାତ୍ରୀ। ଏଠି ଜଣେ ଭାଇଙ୍କ ସହିତ ବି ଦେଖା ହେଇଗଲା, ସେ ବି ଦେଖିକି ବହୁତ ଖୁସି ହେଇଗଲେ। ସେ ମୋ ଭିଡ଼ିଓ ଦେଖନ୍ତି ଆଉ ଭଲ ଭଲ କମେଣ୍ଟ ମଧ୍ୟ ଦିଅନ୍ତି। ତାପରେ ଆମେ ଭିତରକୁ ଗଲୁ ମାଆଙ୍କ ପ୍ରସାଦ ସେବନ ପାଇଁ। ମା ବହୁତ ବାଧ୍ୟ କରିଥିଲେ। ତାପରେ ପ୍ରସାଦରେ ଆମର ହେଇଥିଲା ଖେଚୁଡ଼ି, ଡାଲମା, ଖଟା ଆଉ ପାୟସ। ସେ ଯେଉଁ ମନ୍ଦିରର ପ୍ରତିଷ୍ଠାତ୍ରୀ, ତାଙ୍କଠି ମାଆଙ୍କ ଆବିର୍ଭାବ ହୁଏ। ମୁଁ ପ୍ରାୟ ସେଠିକି ଯାଏ। ସେଠୁ ଏବେ ଆମେ ଆସିଲୁ ଭାରି। ତାପରେ ଚାଲନ୍ତୁ ଦେଖିବା ଜୋରନ୍ଦା ଯାତ୍ରା ପାଇଁ କ'ଣ କ'ଣ ସବୁ ପ୍ରିପାରେସନ୍ ହେଇଛି ଜୋରନ୍ଦା ମଠରେ। 31 ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା ଆମ ଜୋରନ୍ଦାରେ ଅନୁଷ୍ଠିତ ହେବ। ଆପଣମାନଙ୍କୁ ଇନଭାଇଟ୍ ରହିଲା, ଆପଣମାନେ ପରିବାର ସହିତ ଆସିକି ଦେଖିକି ଯିବେ ଜୋରନ୍ଦା ମେଳା। ଆମ ଢେଙ୍କାନାଳ ଡିଷ୍ଟ୍ରିକ୍ଟରୁ 25 କିଲୋମିଟର ପଡ଼େ ଆମ ଜୋରନ୍ଦା। ଆଜିର ଭିଡ଼ିଓଟିକୁ ମୁଁ ଏଇଠି ଏଣ୍ଡ କରୁଛି। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।